ଆପଣମାନେ ଥରେ ନିଶ୍ଚିତ ଟ୍ରାଏ କରନ୍ତୁ। ଇଟିଲି ଛାଞ୍ଚରେ ଥରେ ଶାଗୁ ପକେଇକି ଦେଖନ୍ତୁ ତ କେତେ ସୁନ୍ଦର ରେସିପି ଆମ ପାଖରେ ବନିକି ବହୁତ ହି କମ୍ ସମୟରେ ପ୍ରସ୍ତୁତ ହେଇଯିବ, ଯେଉଁଟାକି ଆପଣମାନେ ସ୍ନାକ୍ସ ଭାବରେ ଖାଇପାରିବେ କିମ୍ବା ଭାତ ସାଙ୍ଗରେ ଖାଇପାରିବେ। ତ ତା ପୂର୍ବରୁ ଆମେ ଶାଗକୁ କମ୍ ସେ କମ୍ 5ରୁ 6 ଘଣ୍ଟା ବତୁରେଇ ନେବା। 5ରୁ 6 ଘଣ୍ଟା ବତୁରେଇ ନେଇ ସାରିଲା ପରେ ତାକୁ ଗୋଟେ ଜାଲି ମାଧ୍ୟମରେ ଏକ୍ସଟ୍ରା ପାଣିକୁ ଆମେ ଡ୍ରେନ୍ କରିବା ପାଇଁ କିଛି ସମୟ ରଖିଦେବା ଆଉ ଟିକେ ନାକୁ ପ୍ରେସ୍ ଡାଉନ୍ କରିବା, ଯାହାଦ୍ୱାରା କି ଏକ୍ସଟ୍ରା ପାଣି ଯେଉଁଟା ଶାଗୁରେ ଥିବ ନା ସେଇଟା ବାହାରି ଯିବ। କମ୍ ସେ କମ୍ 15 ମିନିଟ୍ ଖଣ୍ଡେ ରଖିଲା ପରେ ସବୁତକ ପାଣି ବାହାରି ଯାଇଥିଲା ଏବଂ ହାତ ମାରିଲେ ପୁରା ଝୁରା ଝୁରା ହିଁ ଲାଗୁଥିଲା, ଟୋଟାଲ୍ ପାଣି ହିଁ ନଥିଲା। ତ ଏମିତି ଭାବରେ ଆମେମାନେ ସବୁ ବନେଇ ନେବା। ତାପରେ ଟିକେ ନାକୁ ଆମେ ସେଇ ଶାଗୁ ଗୋଟେ ଏକ୍ସଟ୍ରା ଜାଗାରେ ଆମେମାନେ କାଢ଼ି ନେବା, ଯେଉଁଥିରେ ଆମେ ଡ୍ରେନ୍ କରିବା ପାଇଁ ରଖିଥିଲେ ନା ସେଇଥିରେ ହିଁ ଗୋଟେ ଜାଗାରେ ଯେକୌଣସି କଂସା ହେଉ କି ଯାହା ବି ହେଉ ସେ ଜାଗାରେ ଆମେମାନେ କାଢ଼ି ନେବା। ତାପରେ ଏଠି ଶାଗୁ ପୁରା ଶୁଖା ଶୁଖା ଅଛି। ଏହି ସମୟରେ ଆମେ ଟିକେ ନାକୁ ଗୋଲମରିଚ ଗୁଣ୍ଡ, କଳା ଜିରା, ଲୁଣ ଏବଂ ରାଗ ପାଇଁ ଆମେ ଟିକେ ନାକୁ ଲଙ୍କା ଯେଉଁ ଚିଲି ଫ୍ଲେକ୍ସ ଥାଏ, ଏଇଟା ମୁଁ ନିଜେ ଘରେ ବନେଇଛି। ଚିଲି ଫ୍ଲେକ୍ସ ଏବଂ ଲୁଣ ଆଉ କଳା ଜିରା ଏବଂ ଗୋଲମରିଚ ଗୁଣ୍ଡ ଏସବୁକୁ ଆମେମାନେ ଏକା ସାଙ୍ଗରେ, ବେଶୀ ଆମେ କିନ୍ତୁ ଲୁଣ ଦେବାନି। ବେଶୀ ଲୁଣ ଦେଲେ ଆମର ଯେଉଁ ରେସିପି ଆମେ ପ୍ରସ୍ତୁତ କରୁଛେ ନା ସେଇଟା ଯେଉଁ ଆମ ଭଲ ଲାଗିବନି। ତ ବହୁତ କମ୍ ଭାବରେ ଆମେମାନେ ଲୁଣ ଦେବା। ତ ଏସବୁକୁ ଆମେ ଭଲ ଭାବରେ ମିଶାଇ ନେବା ଯେପର୍ଯ୍ୟନ୍ତ ଭଲ ଭାବରେ ମିଶିନି, କିନ୍ତୁ କିଛି ବି ଏଥିରୁ ପାଣି ଏପର୍ଯ୍ୟନ୍ତ ବାହାରୁନି, ପୁରା ଡ୍ରେନ୍ ଯେମିତି ପାଣି ହେଇଯାଇଥିବ ସେଇଟା ଟିକେ ଧ୍ୟାନରେ ରଖିବା। ତାପରେ ଗୋଟେ ଇଟିଲି ଛାଞ୍ଚ ଆମେ ନେଇଯିବା। ଇଟିଲି ଛାଞ୍ଚରେ ଏଇ ଜିନିଷଟା ଯେଉଁ ଆମେ ପ୍ରସ୍ତୁତ କରୁଛେ ନା ତାକୁ ଟିକେ ଭଲସେ ଯେମିତି ଭଲସେ କାଢ଼ି ପାରିବା, ସେଥିପାଇଁ ଆମେ ଟିକେ ନାକୁ ତେଲ ଦେଇଦେବା ଏବଂ ପ୍ରେସ୍ କରିକି ଟିକେ ପତଳା ଭାବରେ ଆମେ ସବୁତକ ଶାଗୁର ଯେଉଁ ଦାନା ଆମେ ପ୍ରସ୍ତୁତ କରିଥିଲେ ନା ମସଲା ଶାଗୁ, ତାକୁ ଆମେ ଏମିତି ପ୍ରେସ୍ ଡାଉନ୍ ଟିକେ ନେଇକି କରିଦେବା। କିନ୍ତୁ ଧ୍ୟାନ ରଖିଦେବେ ପୁରା ପତଳା ଭାବରେ କରିବେ, ବେଶୀ ମୋଟା କରିବାର ନାହିଁ। ସେମିତି ଆଉ ଗୋଟେ ଥାକ ଆଣିବା, ତାକୁ ମଧ୍ୟ ସେମିତି ଟିକେ ନାକୁ ସବୁଆଡ଼େ ଅଏଲ୍ ମାରିନେବା। ପୁଣି ତାକୁ ସବୁ ଏ ଯେଉଁ ମସଲା ଶାଗକୁ ଆମେ ଆଡ଼୍ କରି ପୁଣି ତାକୁ ପ୍ରେସ୍ କରିକି ପୁରା ପତଳା ଭାବରେ ହିଁ ରଖିବା, ବେଶୀ ମୋଟା କରିବାନି, ପତଳା ଭାବରେ ହିଁ ରଖିବା। ଏମିତି କରି ସବୁତକ ଆପଣଙ୍କ ଯେତେଟା ଇଟିଲି ଛାଞ୍ଚର ଅଛି ନା ଥାକ ସେଇ ଅନୁସାରେ ରଖିନେବେ। ତ ତା ପୂର୍ବରୁ ଇଟିଲି ଛାଞ୍ଚରେ ପାଣି ଆମେ ଦେଇକି ତାକୁ ଭଲସେ ଗରମ କରିନେବା। ଏଠି ପୁରା ମୁଁ ସିମ୍ କରିଦେଇଛି, ତ ଭଲସେ ଗରମ ଯେମିତି ଫୁଟିଥିବା ଅବସ୍ଥାରେ ଭଲସେ ଗରମ କରିନେବା। ତାପରେ ଆମେ ଯେଉଁଟା ମସଲା ଶାଗ ଆମେ ରଖିଥିଲେ ନା ତାକୁ ଆମେ କମ୍ ସେ କମ୍ 5 ମିନିଟ୍ ଯାଏଁ ଇଟିଲି ଛାଞ୍ଚରେ ଟିକେ ନାକୁ ଗରମ ହେବା ପାଇଁ ବା ବାଷ୍ପ ବାଜିବା ପାଇଁ ଟିକେ ନାକୁ ଛାଡ଼ିଦେବା। ତ ଏଇଠି ଦେଖୁଥିବେ କେତେ ସୁନ୍ଦର କଲର୍ ପୁରା ପରିବର୍ତ୍ତନ ହେଇଯାଇଛି। ତ ଟିକେ ନାକୁ ହାତ ମାରୁ ମାରୁ ବହୁତ ତାତିଲା ଥାଏ ଏବଂ ତାତି ଯାଉଥାଏ, ଯେହେତୁ ଶାଗୁଟା ନା ଚିପକା ଥାଏ ତ ବହୁତ ଜୋରରେ ତାତି ଯାଉଥାଏ, ତେଣୁକରି ହେଇନଥିଲା। ପୁଣି ଟୋଟାଲ୍ ମୁଁ ଏଠି 5ରୁ 6 ମିନିଟ୍ ଟିକେ ନାକୁ ସିଝେଇଲି ମିନ୍ସ ମାନେ ଯେମିତି ଆମେ ଇଟିଲିକୁ ଯେମିତି ବାମ୍ଫ ଦେଉ ସେମିତି ଏଇ ଶାଗଟାକୁ ବି ସେମିତି 5ରୁ 6 ମିନିଟ୍ ମୁଁ ସେମିତି ଟିକେ ନାକୁ ବାମ୍ଫ ଦେଇଥିଲି। ତାପରେ ଏଇଠି ଦେଖନ୍ତୁ ସାଙ୍ଗେ ସାଙ୍ଗେ ଆମେ କିଛି କାଢ଼ିବାନି, 5-7 ମିନିଟ୍ 8 ମିନିଟ୍ ଛାଡ଼ି ନେବା। ଥଣ୍ଡା ହେଇସାରିଲା ପରେ ସେ ତା'ର ଅଟୋମେଟିକ୍ ବାହାରିଯିବ। ଏଠି ଦେଖନ୍ତୁ ଅଟୋମେଟିକ୍ ସବୁ ବାହାରି ଯାଉଛି ଆଉ ଏଇ ଶାଗୁ ପୁରା ପ୍ରପର୍ ପୁରା ରେଡ଼ି ହେଇଗଲାଣି। ତ ସାଙ୍ଗେ ସାଙ୍ଗେ ବାହାର କରିବା ଦ୍ୱାରା କ'ଣ, ଏକରେ ତ ହାତରେ ଲାଗିଯିବ, ଦ୍ୱିତୀୟରେ ସେ ଯେଉଁ ଶାଗୁଟା ମସଲା ଶାଗୁଟା ନା ସେ ଭାଙ୍ଗିଯିବ। ତ ଆମର ରେସିପିଟା ଜମା ବି ଭଲ ବନିବନି। ତ ଏଇଠି ଆମର ଦେଖନ୍ତୁ ବହୁତ ବଢ଼ିଆ ଭାବରେ କେତେ ସୁନ୍ଦର କଲର୍ ଆସିଯାଇଛି। ତ ଏମିତି ଭାବରେ ସବୁତକ ଚାମଚରେ ଆମେ ଚେଷ୍ଟା କରିବା କାଢ଼ି ନେବା ପାଇଁ। ତ ଟିକେ ନାକୁ ଯେହେତୁ ପତଳା ଥାଏ ନା ଶାଗୁଟା, ଅଟୋମେଟିକ୍ ଟିକେ ନାକୁ ବାମ୍ଫ ବାଜିଛି ଯେହେତୁ ସେଇଟା ପତଳା ଅଛି, ତ ଦେଖିକି ଧ୍ୟାନର ସହିତ ଆକୁ କାଢ଼ି ନେବା। ତାପରେ ଗୋଟେ ଜାଗାରେ ଅଏଲ୍ ଲଗାଇବା କିଛି ବି ଆବଶ୍ୟକତା ନାହିଁ, ସେମିତି ଗୋଟେ ଷ୍ଟିଲ୍ ଜାଗାରେ ଆମେ ସବୁତକ ଶାଗୁ ଯେଉଁଟା ଆମେ ରଖିଥିଲେ, ଯେଉଁ ମସଲା ଶାଗୁ ପ୍ରସ୍ତୁତ କରିକି ରଖିଥିଲେ, ତ ଯେଉଁ ଷ୍ଟିମ୍ କରିକି ରଖିଥିଲେ ନା ତାକୁ ଆମେ ଗୋଟେ ପ୍ଲେଟ୍ରେ ରଖିଦେବା। ତାପରେ ତାକୁ ଖରାରେ ଶୁଖେଇଦେବା। ତ ଆମର ପ୍ରସ୍ତୁତ ହେଇଗଲା ଶାଗୁ ମସଲା ଶାଗୁ ପାମ୍ପଡ଼। ତ କମ୍ ସେ କମ୍ ଏଇଟା 5 ଦିନ ଖଣ୍ଡେ ପୁରା ପ୍ରପର୍ ଖରା ବାଜିଲେ ହିଁ ଏ ପାମ୍ପଡ଼ଟା ବହୁତ ବଢ଼ିଆ ଲାଗିଥାଏ। କିନ୍ତୁ ଧ୍ୟାନ ରଖିଦେବେ ଯେଉଁ 5 ଦିନ ଏପଟ ସେପଟ କରିକି ଆମେ ଶୁଖେଇବା, ଗୋଟେ ଟାଇପ୍ରେ ହିଁ ଶୁଖେଇବାନି। ତ ଆମର 5 ଦିନ ପରେ ପୁରା ରେଡ଼ି ହେଇଯିବ। ଆଉ ଏଇଟା ଭାତ ସାଙ୍ଗରେ ଖାଆନ୍ତୁ କି ସ୍ନାକ୍ସ ଭାବରେ ଖାଆନ୍ତୁ କି କେତେବେଳେ ଛଣା ଇଚ୍ଛା ଖାଇବା ପାଇଁ, ତ ସେତେବେଳେ ବି ଖାଆନ୍ତୁ, ଦେଖିବେ ବହୁତ ଟେଷ୍ଟ ଲାଗେ। ଆଉ ଏଇ ମସଲା ପାମ୍ପଡ଼ଟା ନା ଟିକେ ରାଗ ଥିବାରୁ ଆମର ପୁରା ଭାତ ସାଙ୍ଗରେ ଜମିଥାଏ। ତ ଆଶା କରୁଛି ଆଜିର ରେସିପିଟି ଆପଣମାନଙ୍କୁ ପସନ୍ଦ ଆସିଥିବ। ପସନ୍ଦ ଆସିଥିଲେ ଲାଇକ୍, କମେଣ୍ଟ, ସବସ୍କ୍ରାଇବ୍ ନିଶ୍ଚିତ କରିବେ। ରହିଲି, ନମସ୍କାର, ଜୟ ଜଗନ୍ନାଥ।